ଚାଲନ୍ତୁ ଖାଇ ନେବା ଇଟିଲି ସାମ୍ବର। ଗରମା ଗରମ ଆଜି ଆଣ ତ ରଖିଦେଲି, ଆଜି ସକାଳେ ଇଟିଲି କରିଦେଲି, କିନ୍ତୁ ସାମ୍ବର କାଲି ରାତିରେ ଫ୍ରିଜରେ ରଖିଦେଲି। ଆଉ ଇଟିଲି ସାମ୍ବର ଖାଇଦେବା। ଆଉ କାଲି ସାମ୍ବର ବି ଭଲ ହେଇଥିଲା, ଟିକେ ରାଗ କମ୍ ହେଇଥିଲା, କିନ୍ତୁ ଭଲ ଲାଗୁଥିଲା। ଫାଷ୍ଟ ଥର ବନେଇଲି, ଭଲ ଲାଗୁଥିଲା। ସାଇରାମ, ଜୟ ଜଗନ୍ନାଥ। ମୁରିଲୁ ଡେଲି ଲାଇଫ୍ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଉ ଚାଲନ୍ତୁ, ଆଉ ଏଇଠୁ ବ୍ଲଗ୍ ଆଜି ଷ୍ଟାର୍ଟିଂ କଲି। ଆପଣମାନେ କେମିତି ଅଛନ୍ତି? ଭଲ ଅଛନ୍ତି ନା? ମୁଁ ବହୁତ ଭଲ ଅଛି। ଆଉ ଚାଲନ୍ତୁ ଏଇଠୁ ବ୍ଲଗ୍ ଷ୍ଟାର୍ଟିଂ କରିବା। ଆଉ ପୁରା ଦିନର ଅପଡ଼େଟ୍ ମୁଁ ଆପଣମାନଙ୍କୁ ଦେବି। ଆଉ କ'ଣ କ'ଣ କରୁଛି ଭିଡ଼ିଓ ଆପଣ କଣ୍ଟିନ୍ୟୁ କରନ୍ତୁ, ଜାଣିବେ। ଆଉ ମୁଁ ତ ଆଜି ଇଡଲି ସାମ୍ବର ଖାଉଛି, କାଲି ରାତିରେ ଇଡଲି ସାମ୍ବର ଖାଇନଥିଲି। ଆଉ ଇଚ୍ଛା ହେଲାନି ଇଡଲି ଖାଇବାକୁ, ଭାତ ଖାଇ ନଥିଲି। ଖରାବେଳେ ପୋଟଳ ଆଳୁ ତରକାରୀ କରିଥିଲି, ତ ଭାତ ଖାଇନେଲି। ଆଉ ନହେଲେ ଖାଇବା ଇଡଲି ସାମ୍ବର। କେଉଁମାନଙ୍କୁ ଇଡଲି ସାମ୍ବର ପସନ୍ଦ କହିବେ? ବାବୁ ସକାଳେ ଇଡଲି ସାଙ୍ଗରେ ସାମ୍ବର ଖାଇଲେ ନା, କ୍ଷୀର ଇଡଲି ଖାଇଦେଇଗଲେ। ସିଏ ଥରେ ସବଜି ଖାଇଦେଲା ପରେ ଆଉ ଫ୍ରିଜରେ ରଖିଲେ ଖାଇବାକୁ ପସନ୍ଦ କରନ୍ତିନି, ତାଙ୍କର ସବୁବେଳେ ତାଜା ଦରକାର। ନା ଆମେ ମା ଛୁଆଙ୍କର ଚଳେ, ମୁଁ ମୋର ଖାଇନିଏ, ଫ୍ରିଜରେ ରହିଲେ ୱେଷ୍ଟ କରେନି, ଖାଇନିଏ। ଆଉ ଆଜି ଶନିବାର 11ଟା ବେଳେ ପଳେଇ ଆସିବେ, ଏକ୍ଜାମ୍ ସରିଯିବ 11ଟା ବେଳେ। ଆଉ ପୁଅ ଆସୁ ଆସୁକା 2ଟା ବାଜିବ, କାରଣ ସେ ଡେ କ୍ଲାସ୍ରେ ରହିବ। ଏକ୍ଜାମ୍ ତ 11ଟା ବେଳେ ସରିଯିବ, 2 ଘଣ୍ଟା ସେ ପଢ଼ିକି ଆସିବ, ଏକ୍ସଟ୍ରା କ୍ଲାସ୍ କରିକି ଆସିବ। ଆଉ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ପ୍ଲିଜ୍ ଲାଇକ୍ କରିଦେବେ, ଜମା କେହି ଲାଇକ୍ କରୁନାହାନ୍ତି। ଫେରେ ମୁଁ ନାରାଜ ହେଲେ ମୋତେ ଟିକେ ପ୍ଲିଜ୍ ସପୋର୍ଟ କରନ୍ତୁ। ଚାଲନ୍ତୁ ମୁଁ ଖାଇନିଏ, ଆଉ ମୁଁ କ'ଣ ଆଗକୁ କରୁଛି ଆପଣଙ୍କ ସାଙ୍ଗକୁ ସେୟାର କରିବି, ଆପଣ କଣ୍ଟିନ୍ୟୁ କରନ୍ତୁ। ସବୁ ଭେଜିଟେରିଆନ୍, ଆଉ ବାପ ବି ମନା କରୁଛନ୍ତି, ମୋର ବି ସମସ୍ତେ ଭେଜିଟେରିଆନ୍। କେହି ସାଙ୍ଗ ଗୁଜୁରାଟରେ ରହିଛନ୍ତି, ଗୁଜୁରାଟି କେଇଟା ସାଙ୍ଗ କରୁଛନ୍ତି, ସିଏ ଆଉ ଭେଜିଟେରିଆନ୍ ହେବେ। ଆଉ ତେଣୁକରି ବନଉଛି, ଦେଖେ କ'ଣ ହେଉଛି, ପକେଇବି କି ନ ପକେଇବି ଭିଡ଼ିଓ। ଆଉ ଚାଲୁ ରଖନ୍ତୁ, ଆଉ ଦେଖନ୍ତୁ ଏଠି ଚାଲିଛି ପାଠପଢ଼ା। କେମିତି ସେ ବିଛଣା କରିକି ବଇଛନ୍ତି, ତକିଆ ବକିଆ, ବହି ଉପରେ ଶୋଉନା, ଶୋଇପଡ଼। ପିଆଜ ନାଲି ନାଲି ହେଇଗଲେ କଷିଦେବା ମସଲା, କଷି ଦେଇକି ବିଟୁ ତ ତା'ର ଆଇଁଷ ଖାଇବନି, ତାପରେ ସୋୟାବିନ ବଢ଼ି ଫ୍ରାଏ କରିଦେବି ଟିକେ ତରକାରୀ। ଡାଲି କରିଛି ଏଠି, ଡାଲି ଜଷ୍ଟ 2 ଜଣଙ୍କ ପାଇଁ ଡାଲି କରିଛି। ଆଉ ଏହା ପରେ ଚାଲ କରୁଛି, ଆପଣମାନେ କଣ୍ଟିନ୍ୟୁ କରନ୍ତୁ। ଭାକୁର ମାଛର ଝୋଳ ବନେଇବି କି ଫ୍ରାଏ, ବେଶୀ ଡାଲି କରିଦେଇକି ଜଷ୍ଟ ଅଳ୍ପ ଦେଇକି ଖାଲି ଟିକେ ଫ୍ରାଏ ଭଳିଆ ଯୋଗ୍ୟ କରିଦେବି। ଆଉ ଛେଚା ମସଲା ନୁହେଁ, ବଟା ମସଲା, ଜିରା, ଅଦା, ରସୁଣ, ପିଆଜ ଟିକେ ବାଟି ଦେଇଛି, ଦେଇଦେବା। ହଳଦୀ, ଲୁଣ ପକେଇଦେବା। ଗୁଜୁରାଟ ମାନେ କେହି ବି ଆଇଁଷ ଖାଆନ୍ତିନି, ତେଣୁକରି ଖରାପ ବି ଲାଗୁଛି ତାଙ୍କର ବାହାରେ। ସେମାନେ, ମୁଁ ସିନା ଘରେ ରହୁଛି, ସେମାନେ ବାହାରେ ଯାଉଛନ୍ତି, ବାପ ପୁଅ 2 ଜଣ ଯାକ। ଆଉ ସାଙ୍ଗସାଥି ତାଙ୍କର ଅଛନ୍ତି, କାଳେ ତାଙ୍କୁ ଖରାପ କିଛି ମାନେ ଗେଲ ଫେଲ ଖେଳିବେ କି କ'ଣ କହିବେ, ତୁମେ ମାଛ ମାଂସ ଖାଉଛ ବୋଲି। ତରକାରୀ କରି କ'ଣ କରିବି, ରଖନ୍ତୁ। ବଟା ମସଲା ଦେଇଦେଲି, ଦେଇକି ଟମାଟୋ ଟିକେ ଦେବା, ଧନିଆ ଗୁଣ୍ଡ, ଗରମ ମସଲା ଏବେ ଦେଇକି ଭଲକି କଷି ନେବା।
ଏଇ ତ ସବୁ ଦେଶ ଠାରୁ ଏ ଦେଶ ନିଆରା। ଏଠି ଗୁଜୁରାଟ ଲୋକ ଖାଆନ୍ତିନି ଆଇଁଷ। ମସଲାକୁ ବଲେଇକି ଛାଡ଼ିଦେବା। ଫ୍ରିଜ୍ରୁ ଦେଖନ୍ତୁ ଆମ ଫ୍ରିଜ୍ ପୁରା ଭରା ହେଇଛି। ଫ୍ରିଜ୍ରୁ କଞ୍ଚା ଲଙ୍କା 2ଟା ନେବା। ଏ ତଳେ ପଡ଼ିଗଲେ ସବୁ କଞ୍ଚା ଲଙ୍କା। କଞ୍ଚା ଲଙ୍କା ଦେଲେ ତା ଫ୍ଲେଭର୍ ଟିକେ ଭଲ ଆସେ। ଦେଖିବା ଟିକେ ଟିକେ ବାପ ଝିଅ କ'ଣ କରୁଛନ୍ତି ବୋଲ। କି ହସ। ତାପରେ ଦେଖନ୍ତୁ କହୁନ। ଚାଲ ଆଉ କିଛି ତ କୁହ। ଆଜ୍ଞା କିଛି ଆମର କିଛି କବା ତୁ ପଢିଲୁ ଆগে ତୁ ଅତି ଗାଚାଳ ଦେଖା ବାପରେ ବାପ ପୁରା ସେ ଟେମ୍ପର। କଣ ଅଛି କାଇଁ ଆଜି ସୋନୁ ମହାପୁରକୁ ପାର୍ଟି ହେଉଛି କାରଣ ଏକ୍ଜାମ୍ ଚାଲିଛି। ପାଠ ପଢ଼ିବା ଯାଇ ଟିକେ ବାହାରକୁ ପଳେଇ ଯାଇଥିଲି ମା ଝିଅ ଟିକେ ବୁଲିକି ଆଇଲି ବୋଲି ଆମ ଉପରେ ବି ହେଲା ପାର୍ଟି ଆଉ ସୋନୁ ମାଙ୍କ ଉପରେ ବି ପାର୍ଟି। ଆଉ ମୁଁ ଏକୁଟିଆ ଆଜି ଭିଡ଼ିଓ ଧରିକା ବନଉଛି। ଆଉ କ'ଣ କରିବି। ଚାଲ ଆମ ମସଲା କୁଆଡ଼େ ଗଲେ ଦେଖିବା। ଆମ ମସଲା ଏଠି ଆଉ ସୋୟାବିନ ବଡ଼ି ପଡ଼ିକି କଷା ହେବ। ଆଉ ମାଛ ଟିକେ ହେବ କିନ୍ତୁ ମାଛଟାକୁ ତ କନଫ୍ୟୁଜ୍ ଆଉ କ'ଣ କରିବା। ଚାଲ ବାଗେଇକିନି କଷିନି ଏଠି ସୋୟାବିନ ବଡ଼ି ପକାଇ ଦେଇଛି। ଆଉ ଗୋଟେ ମାଛ ଇଏ ପାଇଁ ପାଣି ଦେଇ ଦେଇଛି। ଡାଲି ହେଇଛି ତେଣୁକରି ଖାଲି ଶୁଖିଲା ଶୁଖିଲା କଷା କରିବା ମସଲାରେ। ହେଇଗଲା ରେଡ଼ି। ସୋୟାବିନ ବଡ଼ି କଷା ରେଡ଼ି ହେଇଗଲା ମସଲା ଦେଇକି। ସୋୟାବିନ ବଡ଼ି କଷା କିଏ ଖାଇବ? ନିଅ ଚାଲୁ ହେଇଗଲା। ସୋୟାବିନ ବଡ଼ି କଷା ରେଡ଼ି ହେଇଗଲା। ଆଉ ଏପଟେ ତରକାରୀ ଫୁଟୁଛି ତ ଆପଣମାନେ ଜାଣିଦେବେ ତରକାରୀ ଭାକୁର ମାଛ ଝୋଳ। କିନ୍ତୁ ଆମ ପୁଅ ମନା କରୁଛି ଭିଡ଼ିଓରେ ପଡ଼ିବନି କାହିଁକିନା ତା ସାଙ୍ଗ ପିଲାମାନେ ନନ୍ ଭେଜିଟେରିଆନ୍ ଅଛନ୍ତି। ଭେଜିଟେରିଆନ୍ ଅଛନ୍ତି ବା ଗୁଜୁରାଟରେ ରହିକି ଗୁଜୁରାଟି ବନିବେ। ଏଠି ଏ ତରକାରୀ ରେଡ଼ି ହେଇଗଲାଣି। ମାଛ ଝୋଳ ଭାକୁର ଝୋଳ ତୟାର। ଏଠି ସୋୟାବିନ କଷା ଆଉ ଏଠି ବାପ ଛୁଆ ନାଗିଛନ୍ତି। ପଢ଼ା ସରିଗଲା। ତମ ପଢ଼ା କମ୍ପ୍ଲିଟ୍ ହେଇଗଲା। କିଏ କ'ଣ ଆଜି ଖାଇବ? ଭାକୁର ଝୋଳ କିଏ ଖାଇବ? ସୋୟାବିନ ବଡ଼ି କଷା କିଏ ଖାଇବ? ବିଟୁ ତମର ଆଉ ତମର କହିବେନି ସାଙ୍ଗମାନେ ଦେଖିବେ ଶୁଣିଦେବେ ହେଲା। ଗୁଜୁରାଟି ବନିବେ ତ ସେଥିପାଇଁ କହିବେନି ଭାକୁର ନୁଚେଇକି ଖାଇବେ ନା କ'ଣ? ନୁଚେଇକି କ'ଣ ଖାଇବ? ଭାକୁର ମାଛର ଝୋଳ। 27 ତାରିଖରୁ ଆମାଜନରେ ଆସିବ। ନାଚ ଡ୍ୟାନ୍ସ କର 26 ତାରିଖ ରାତି 12ଟାରେ କର ଡ୍ୟାନ୍ସ କର। ଆଉ ଆଜି ଗାଡ଼ି ବାଲା ଫୋନ୍ କରିଥିଲା ଜୟ ଗଣେଶ ତରକାରୀ ରେଡ଼ି ହେଇଗଲା। ଧନିଆ ପତ୍ର ପକାଇ ଦେଇକି ବନ୍ଦ କରିଦେବା। ଏବେ ଖାଇବା ପକାଇଦେବା। ଧନିଆ ପତ୍ର ହେଇଗଲା
ଭାକୁର ମାଛ ଝୋଳ। चलो बंद करदे रेडी एबे खाइबा 2 मास हेलानी खाइने आउ रही परिबानी। आउ एठी पुओ पे सोया बड़ी कषा ये भी समिस्त पसंद। चलो खाई नवा एखा खाइब ना आउटी पर खाइब हां कोन खाओ स्टार्टिंग करो केमती हेची कुओ तमे खाओ मु जाऊची डाली गोड़ाओ खाली भात खाइबनी सोनू डाली गोड़े खाओ बापा मत के डाली दे दे आड़े डाली सोया बड़ी आ भाकुर झोल भाकुर झोल माने आम ओडिया लोक जेतिक बुझुथेबे आउ तुम गुजराती लोक बुझी पारिबेनी हैला तम तम गुजराती लोक आउ तमर की लोक पांडे बुझी पारिबेनी भाकुर झोल हैला बाप पुओ को बहुत नाज माडुची वीडियो रे किछि आ रेसिपी बनै पाइलेनी आ केम दे दो भल है हाँ चलो खाई नवा माछ बाड़ी नहीं खाइबा चलो रातिर खाइबा सकाळे तो नास्ता कतरू वीडियो बंद कर देथिले बने नथली चलतु आ गोटे थर तो सका दिन जाक तो घरे रुहंतिनी आ रातिर तो गोटाए थर आमे समेते सांग होइकी खाऊ आउ एई भला भगवानकर कृपा थाउ आ डाली भजा भात हाँ एत पाट लढ़िला बेलू पाट कथा बाहर आउ एत पूरा धीरे धीरे जोर पाटे कहना लाइक कर दे प्लीज चलो खाई नवा खाई नवा आपण माने भी खाई नवा टीवी चालू टीवी साउंड के आसी आपण सुनिबे टीवी साउंड हम टीवी साउंड के बंद होना हम टीवी थरे के बंद होई हम हर 24 घंटा टीवी चालू लोक देखो न देखो खिया पिया सरीगला सोनू माँ को शोई पकईली सोनू माँ शोई पड़े कारण मुझे जो जाके खट उपरू न आई बेड उपरू सोनू माँ शोबे आउ देख बिटू ये बही वीडियो टी रखा आ काली एक नुआ फ्रेश वीडियो संगे देखा नमस्कार जय जगन्नाथ आ वीडियो भल लगे लाइक कर दो।